ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର, ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଆଜି ଅନେକ ପ୍ରତିଭାମାନଙ୍କୁ ଦିଆଯାଇଛି। ନିଶ୍ଚିତ ଭାବରେ ସେମାନଙ୍କର ଏ ସମ୍ମାନିତ ହେବା ଆମମାନଙ୍କ ପାଇଁ ସୌଭାଗ୍ୟ ଏବଂ ତାଙ୍କର ଉପସ୍ଥିତି ଯେଉଁ ନୂଆ କ୍ରୀଡ଼ା ପ୍ରତିଭାମାନେ ତାଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିବ, ନିଶ୍ଚିତ ଭାବରେ ପ୍ରେରିତ କରିବ। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ମହୋଦୟ ତାଙ୍କର ଅଭିଭାଷଣରେ ଓଡ଼ିଶାକୁ ଗୋଟେ ସ୍ପୋର୍ଟସ ହବ୍ରେ ପରିଣତ କରିବା ପାଇଁ ଦୃଷ୍ଟି ଦେଇଛନ୍ତି ଏବଂ ମୁଁ ଆଶା ବ୍ୟକ୍ତ କରୁଛି ରାଜ୍ୟ ସରକାରଙ୍କର ଯେଉଁ ନୀତି ଯେଉଁ ଯୋଜନା ସବୁ ପ୍ରସ୍ତୁତ କରାଯାଇଛି ଉନ୍ନତ ଭିତ୍ତିଭୂମି ତୃଣମୂଳ ସ୍ତରରେ ଦେବାର ସହିତ ଆମେ ତୃଣମୂଳ ସ୍ତରରୁ ନୂଆ କ୍ରୀଡ଼ା ପ୍ରତିଭାମାନଙ୍କୁ ଚୟନ କରିକି ତାଙ୍କୁ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛୁ। ନିଶ୍ଚିତ ଭାବରେ ଆଜି ସମସ୍ତଙ୍କୁ ଜାତୀୟ କ୍ରୀଡ଼ା ଦିବସ ଅବସରରେ ମେଜର ଧ୍ୟାନଚାନ୍ଦଙ୍କୁ ସ୍ମରଣ କରୁଛି ଏବଂ ସମସ୍ତଙ୍କୁ ଅଶେଷ ଶୁଭେଚ୍ଛା ଓ